ନମସ୍କାର ଆଜ୍ଞା। ବସନ୍ତୁ ବସନ୍ତୁ, ସମସ୍ତେ ବସି ପଡ଼ନ୍ତୁ, ବସନ୍ତୁ। ଆଜି ଗୋଟେ ସୁନ୍ଦର କଥାଟିଏ କହିବି ଭାଗବତ ବିଷୟରେ। ଯେ ଭାଗବତରେ ଅଛି, ଜୀବେ ଦୟା। ଗୋଟିଏ ବୃକ୍ଷଟିଏ ହେଉ, ଗୋଟିଏ ମଣିଷ ହେଉ, ଗୋଟିଏ ପଶୁ ହେଉ, ଯେଉଁମାନଙ୍କ ଦେହରେ ଜୀବନ ଅଛି ତାଙ୍କ ପ୍ରତି ଦୟା ମନୋଭାବ ଦେଖାଇବା ହେଉଛି ଠିକ୍ କଥା। କିନ୍ତୁ ମଣିଷ ଆଉ ପଶୁ ଭିତରେ ଅନେକ ଫରକ ଅଛି। ଗୋଟେ ମଣିଷକୁ ଯଦି ଜୀବନ ସାରା ସାହାଯ୍ୟ କରିଥିବ, ତା'ର ଉପକାର କରିଥିବ, ସମସ୍ତ ଭଲ ମନ୍ଦ କଥା ବୁଝିଥିବ, କିନ୍ତୁ ଦେଖିବ ତା'ର ସ୍ୱାର୍ଥରେ ସାମାନ୍ୟ ଆଞ୍ଚ ଲାଗିଲେ ସେ ମାରିଦେବାକୁ ପଛେଇବ ନାହିଁ, ବିଭିନ୍ନ ପ୍ରକାର ନିନ୍ଦା ଅପବାଦ ଦେବାକୁ ତୁମ ପାଇଁ ପଛେଇବ ନାହିଁ। କିନ୍ତୁ ଯଦି ଗୋଟେ ପଶୁଟିଏ ପଶିଥିବ, ତାକୁ ବାଡ଼ାଅ, ମାର, ଖାଇବାକୁ ନ ଦିଅ, ଦେଖିବ ଥରେ ତା ନାଁ ଧରି ଡାକିଦେବ ମାନେ ସେ ପୁନଃ ଆସିକି ତୁମ ପାଖେ ଠିଆ ହେବ। କିନ୍ତୁ ମଣିଷ ଠିଆ ହେବନି। ଆଉ ଗୋଟେ ସୁନ୍ଦର କଥାଟିଏ କହୁଛି ସେଇ ଜୀବେ ଦୟା ବିଷୟରେ। ଥରେ ଗୋଟେ ଶିକାରୀକୁ ମନ ଭିତରେ ଭାବିଲା, ମୁଁ ଯାଉଛି ଯିବି ଯେ ଆଜି ଗୋଟେ ଶିକାର କରିକି ଆଣିଲେ, ବିକିଲେ ମୋର ପିଲା ଛୁଆ ଖାଇବେ, ଚଳିବା ବହୁତ ଅସୁବିଧା। ଯାଇଥାଏ ଜଙ୍ଗଲକୁ ଶିକାର କରିବା ପାଇଁ। ଦିନ ସାରା ବସି ବସି କୌଣସି ଗୋଟେ ଶିକାର ପାଇଲାନି। ସନ୍ଧ୍ୟା ଆଗତ ପ୍ରାୟ, ସୂର୍ଯ୍ୟ ଧୀରେ ଧୀରେ ଅସ୍ତ ହୋଇଯାଉଛନ୍ତି। ଗୋଟେ ହରିଣଟି ଆସିଲା ପାଣି ପିଇବା ପାଇଁ। ଶୁଣ, କଥାରେ କାନ ଦିଅ। ଦେଖ, ହରିଣଟି ଆସିଲା ପାଣି ପିଇବା ପାଇଁ। ସେ ପାଣି ପିଇବା ସମୟରେ ଭାବିଲା, ମୁଁ ପାଣି ପିଉଯାକୁ ମାରିବିନି, ପାପ ହେବ। ପାଣି ପିଇ ସାରିବା ସମୟରେ ଦେଖିଲା ହରିଣଟି ଧୀରେ ଧୀରେ ଗୋଟେ ବୁଦା କଡ଼କୁ ଯାଇ ପ୍ରସବ କରିବା ପାଇଁ ଲାଗୁଛି। ଗୋଟେ ଛୋଟ ସନ୍ତାନଟେ ଜନ୍ମ କରିବ। କହିଲା ନା, ପ୍ରସବ ସମୟରେ ତାକୁ ମାରିବିନି, ପାପ ହେବ। ସିଏ ପିଲାଟି ଜନ୍ମ କରିସାରୁ। କିନ୍ତୁ ପିଲାଟି ଜନ୍ମ କରି ସାରିବା ପରେ ପରେ ଇଏ ତୀର ମାରିବାକୁ ବାହାରେ, ସେ ତୀରଟି ଯାଇ ଛୋଟ ଶିଶୁ ଦିହରେ ଲାଗିଲା। ଛୋଟ ଶିଶୁ, ହରିଣ ଛୁଆ, ଯେ କି ମା ଚିର ବ୍ୟତୀତ ଆଉ ସେ କିଛି ଜାଣିନାହିଁ। ମାଆର ଚିର ବ୍ୟତୀତ ଆଉ ସେ କିଛି ବି ଜାଣିନି। ସେଇଠି ବୁଲିବା ସମୟରେ ହଠାତ୍ ତୀରଟି ଯେ ଧୀରେ ବାଜିଲା। ଜୀବନ ବିକଳରେ ସେ ଦୌଡ଼ି ପଳେଇଲା। ଜୀବନ ବିକଳରେ ଦୌଡ଼ିକି ଯାଉ ଯାଉ ଜଣେ ଋଷି ଆଶ୍ରମରେ ତପସ୍ୟା କରୁଥିଲେ, ତାଙ୍କରି କୋଳରେ ଯାଇ ପଡ଼ିଗଲା। ପଡ଼ିଗଲା ସମୟରେ ଋଷିଙ୍କର ଧ୍ୟାନ ଭଗ୍ନ ହୋଇଗଲା। ଋଷି ଚାହିଁଲେ, କିଏ ସେ ନିର୍ବୋଧ ସଦ୍ୟଜାତ ଶିଶୁ, ଆ ଦେହରୁ ମାନେ ନାଳ ଛାଡ଼ିନେଇ, ମା ଚିର ବ୍ୟତୀତ ଆଉ କିଛି ବି ଜାଣିନଥିବ। ଏମିତି କିଏ ଗୋଟେ ପାଷାଣ୍ଡ ଅଛି, ମୂର୍ଖ ବର୍ବର, ଯିଏକି ଆମକୁ ଶରବିଦ୍ଧ କରିଛି। ହଉ, ସାଙ୍ଗେ ସାଙ୍ଗେ ତାଙ୍କ ତପସ୍ୟାରେ ଉଠିଗଲେ। କିଛି ଔଷଧୀୟ ପତ୍ର ଆଣି ତାର କ୍ଷତ ଜାଗାରେ ଲଗେଇଦେଲେ। ଶିଶୁଟିକୁ ସୁସ୍ଥ କରିବା ପାଇଁ ଘରେ ଛାଡ଼ି ଦେଇ ଆସିଲେ। ଆସି ପୁନରାୟ ତପସ୍ୟାରେ ବସିଲେ। ଏହି ସମୟରେ ସେ ଶବର ଜଣକ ଗଲେ, ଦେଖିଲେ ଋଷିକି। ଋଷି ବସିବାକୁ ଯାଉଛନ୍ତି ତପସ୍ୟାରେ। ଋଷିକି ପଚାରିଲେ, କହିଲେ, ଆଜ୍ଞା, ମୁଁ ଗୋଟେ ହରିଣକୁ ଶରବିଦ୍ଧ କରିଥିଲି, ଆପଣ ଦେଖିଛନ୍ତି କି? ଋଷି ହଠାତ୍ ତା ମୁହଁକୁ ଚାହିଁଲେ। ହଠାତ୍ ମୁହଁକୁ ଚାହିଁ ଭାବିଲେ, ଯଦି ମୁଁ ଆକୁ କହିଲେ ହଁ କରୁଛି, ବୁଝିଛ କି? ଯଦି ମୁଁ କହିଲେ ହଁ କରୁଛି, ଯେହେତୁ ଏ ସର ମାରିଛି, ସେ ଛୁଆଟିକି ନେଇଯିବ। କାରଣ ଶିକାର କରିଛି ମାନେ ତାର ନା ସେଟା। ଯଦି ମୁଁ ନାହିଁ କରୁଛି, ବର୍ତ୍ତମାନ ମୋର ବହୁତ ପାପ ହେବ। କାରଣ ଭାଗବତରେ ଲେଖା ଅଛି, ମିଥ୍ୟାକୁ ପାପ ବୋଲି ଜାଣି କହିବ ସଦା ସତ୍ୟବାଣୀ। ମିଛଟା କଥା ପାପ। ତେଣୁକରି ମୁଁ କ'ଣ କରିବି ନା, ପାପ ପଛକେ ମୋର ହଉ, ମୁଁ ପଛେ ଐନର୍କରେ ପଡ଼େ, କିନ୍ତୁ ଏ ଜୀବକୁ ମୁଁ ମାରିବାକୁ ଦେବି ନାହିଁ। ବୁଝିଲ ନା? ଏ ଜୀବକୁ ମାରିବାକୁ ମୁଁ ଦେବି ନାହିଁ। ଯେତେ ମୁଁ ପାପରେ ପଡ଼ୁଛି ପଛେ ପଡ଼େ। ମନା କରିଦେଲେ, ନାଇଁରେ ବାପା, ମୁଁ କୌଣସି ହରିଣକୁ ଦେଖିନି। ଦୀର୍ଘ ସମୟ ଲାଗି ମୁଁ ବସିଛି,
ଚାହିଁଛି, ମୁଁ ବି କୁଆଡ଼େ ଯାଇନି, କିନ୍ତୁ ହରିଣ ଇଆଡ଼େ ଆସିନାହିଁ। ଋଷିଙ୍କ କଥାକୁ ସତ୍ୟ ମନେ କରି ସେଠୁ ସେ ଲୋକଟି ଶବରଟି ଫେରି ପଳେଇଲା। ଋଷି ଆସିଲେ, ଦେଖିଲେ ହରିଣ ଛୁଆଟି ଘରେ ଟୁଙ୍ଗୁ ଟୁଙ୍ଗୁ ହେଇକି ବୁଲୁଛି। ବୁଲିବା ସମୟରେ ତାଙ୍କ ମନ ଖୁସି ହେଇଗଲା, କହିଲେ ଯାହା ହଉ ଗୋଟେ ଜୀବଟିଏ ବଞ୍ଚିଗଲା। ବୁଝିଲେ ନା? ମିଛଟା ପାପ ହେଇପାରେ, କିନ୍ତୁ ଯଦି ଗୋଟିଏ ମିଛରେ ଗୋଟେ ଜୀବନ ରକ୍ଷା ହେଇଯାଉଛି, ସେ ମିଛ କହିବାରେ କୌଣସି ପାପ ନାହିଁ, ହଜାରେ ଗୁଣ ପୁଣ୍ୟ ସେଥିରେ ଅଛି। ସେହି ସକାଶେ କୁହନ୍ତି ଅକର୍ମେ ବାସୁଦେବ ପ୍ରୀତି, କର୍ମ କରିଲେ କ୍ଷୟ ଯାନ୍ତି। କର୍ମ ଆଜ୍ଞା ତିନି ପ୍ରକାର, ଗୋଟେ ହେଉଛି ଅକର୍ମ, ଗୋଟେ ହେଉଛି କୁକର୍ମ, ଆଉ ଗୋଟେ ହେଉଛି କର୍ମ। ଆମେ ପ୍ରତ୍ୟେକ ଦିନ ଘରେ ଯେଉଁ କାମଟା କରୁଛେ ସେଇଟା ହେଉଛି କର୍ମ। କୁକର୍ମ କେଉଁଟା ନା ଯେଉଁ ସବୁ ଖରାପ କାମ କଲେ ନିନ୍ଦା ଅପବାଦ ପାଖକୁ ଚାଲି ଆସେ, ଲୋକମାନେ ଆଲୋଚନା କରନ୍ତି, ହଁ 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 ସେଗୁଡ଼ା ସବୁ କୁକର୍ମରେ ଯାଉଛି। ହଁ ସେଗୁଡ଼ା ସବୁ କୁକର୍ମରେ ଯାଉଛି, ଖରାପ କାମ ସବୁ। ଅକର୍ମ କେଉଁଟା ନା ଯେଉଁ କାମଟାକୁ କେହି କରିପାରନ୍ତି ନାହିଁ, ଯଦି କିଏ ଜଣେ କରନ୍ତି ତାହେଲେ ସେଇ ଗୋଟା ହେଲା ଅକର୍ମ। ନିଜର ଜୀବନକୁ, ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଯଦି କିଏ କୌଣସି ଗୋଟେ କାମ କରିଦେଲା, ମନେକର ଗୋଟାଏ ଜାଗାରେ ନିଆଁ ଲାଗିଯାଉଛି, ଗୋଟେ ପିଲାଟିଏ ସେ ଘରେ ପୋଡ଼ିଯାଉଛି ବା ଗୋରୁ ଗାଈ ପୋଡ଼ିଯାଉଛନ୍ତି, ଜଣେ ଯଦି ନିଜ ଜୀବନକୁ ପାଣି ଛଡ଼େଇ ଦେଇ ସେ ଘରକୁ ପଶିଗଲା, ସେମାନଙ୍କୁ ଉଦ୍ଧାର କଲା, ଉଦ୍ଧାର କରିବା ସମୟରେ ସିଏ ନିଜେ ନିଆଁ ଦ୍ୱାରା ହିଁ କିଛି ତା ଶରୀରର କ୍ଷତି ହେଲା, ସେଇ ଗୋଟା ହେଉଛି ଅକର୍ମ। ସେଇଥିରେ ହିଁ ଭଗବାନ ଶାନ୍ତି ହୁଅନ୍ତି। ସେଇ ସାହସ କହନ୍ତି ଅକର୍ମେ ବାସୁଦେବ ପ୍ରୀତି, କର୍ମ କରିଲେ କ୍ଷୟ ଯାନ୍ତି। କର୍ମ କ'ଣ? କୁକର୍ମ କଲେ ମଣିଷ ବିପଥଗାମୀ ହେବ, ନଷ୍ଟ ହେବ। ହେଲା କି? ହଉ, ଆଜି ଗୋଟେ ସୁନ୍ଦର କଥା କେମିତି କହିଲି, ଭାଗବତ ବିଷୟରେ ଅଳ୍ପ ସମ୍ୟକ ଧାରଣା ଭାବୁଛି କିଛିଙ୍କ ମନକୁ ନିଶ୍ଚୟ ଛୁଇଁ ଯାଇଥିବ। କଥାଟା ବି ସୁନ୍ଦର କଥା। ଆଗକୁ ଆଉ କେବେ ଆସିଲେ ଆଉ ଥରେ ଗୋଟେ ଛୋଟିଆ କାହାଣୀଟେ ନେଇକି ଆସିବି। ହଉ, ନମସ୍କାର, ରହିଲି। ଜୟ ଜଗନ୍ନାଥ।